ଶ୍ରୀମଦ୍ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ। ତୃତୀୟ ଅବତାର କଥା ଯେ ତାଙ୍କ ଚରିତ ବ୍ୟବସ୍ଥା। ପଞ୍ଚମ ପ୍ରଶ୍ନର ଉତ୍ତର ବୋଲନ୍ତି ସୂତ ମୁନିବର। ସୂତ କହନ୍ତି ଶୁଦ୍ଧ ଚିତ୍ତେ ହରଷେ ମୁନିଙ୍କ ଅଗ୍ରତେ। ସୂତ ଉବାଚ ଶୁଣ ସକଳ ମୁନିଜନେ ହରିଚରିତ ସାବଧାନେ। ସୃଷ୍ଟିର କାଳେ ସେ ମୁରାରି ମହାପୁରୁଷ ରୂପ ଧରି। ମହତ ଆଦି ଅଙ୍ଗେ ପଶି ବିରାଟ ରୂପେ ବ୍ରହ୍ମରାଶି। କଳା ବହଇ ଷଡ଼ଦଶ ଅନାଦି ପରମ ପୁରୁଷ। ମନ ଅନ୍ତରିକ୍ଷ ସମୀର ଅନଳ ବସୁମତୀ ଜଳ। ବୁଦ୍ଧି ଇନ୍ଦ୍ରିୟ ଯାହା ଚିନ୍ତି କର୍ମ ଇନ୍ଦ୍ରିୟ ପାଞ୍ଚ ଘେତି। ଏମନ୍ତ କଳା ଏ ଷୋଡ଼ଶ ଏ ଆଦି ସୃଷ୍ଟି ଉପଦେଶ। ସେ ସୃଷ୍ଟି ସ୍ୱର୍ଗ ଇଚ୍ଛା କରି ଜଳେ ଜଗ ନିଦ୍ରା ବିସ୍ତାରି। ତା ନାଭି କମଳୁ କମଳ ପ୍ରକାଶି ଆଚ୍ଛାଦିଲା ଜଳ। ବ୍ରହ୍ମା ହୁଇଲା ତହୁଁ ଜାତ ଯେ ପ୍ରଜାପତିଙ୍କର ନାଥ। ତାର ଶରୀରୁ ସ୍ରଷ୍ଟ ଲୋକ ବିସ୍ତାର ହୁଇଲା ଅନେକ। ସେ ଶୁଦ୍ଧ ସତ୍ତ୍ୱ ବିଷ୍ଣୁ ରୂପ ଯାର ଭିଆଣ ମାୟା କଳ୍ପ। ଜ୍ଞାନ ଚକ୍ଷୁର ଦ୍ୱାରେ ଭରି ଯେ ରୂପ ଦେଖେ ବ୍ରହ୍ମଚାରୀ। ସହସ୍ର ପାଦ ଉରୁ ଭୁଜ ଶିର ବଦନ ନାସା ତେଜ। ସହସ୍ର ଲୋଚନ ଶ୍ରବଣ ବସନ କୁଣ୍ଡଳ ଭୂଷଣ। ମଣି କଙ୍କଣ ଝଟକନ୍ତି ଦିଶଇଅତି ରୂପ କାନ୍ତି। ଏ ସୃଷ୍ଟି ମଧ୍ୟେ ମାୟାଧର କରଇ ଯେତେ ଅବତାର। ତାହାଙ୍କ ମୂଳ ବୀଜ ଏହି ଜଗତେ ବ୍ରହ୍ମ ସେ ବୋଲାଇ। ଯାହାର ଅଂଶାସର ବଳେ ଗଗନ ପୃଥିବୀ ପାତାଳେ। ଦେବ ମନୁଷ୍ୟ ପଶୁ ଆଦି ନିଗମ ବଚନେ ସମ୍ପାଦି। ପ୍ରଥମେ କୁମାର ରୂପେ ସେ ସୃଷ୍ଟି ଉଦୟ ଉପଦେଶେ। ଦୁସ୍ତର ବ୍ରହ୍ମଚର୍ଯ୍ୟ ବ୍ରତେ ତପ ସାଧିଲା ଦୃଢ଼ ଚିତ୍ତେ। ଦ୍ୱିତୀୟ ସୃଷ୍ଟିର ଆଗମେ ସାଧିଲା ଯଜ୍ଞେଶ୍ୱର ନାମେ। ପୂର୍ବେ ପ୍ରଳୟ କାଳ ଜଳେ ମହି ଯେ ଥିଲା ରସାତଳେ। ତକ୍ଷଣେ କୋଳ ରୂପ ଧରି ଦନ୍ତେ ତଳିଲେ ନର ହରି। ଉଦ୍ଧରି ଜଳେ ବସାଇଲା ବାରାହ କଳ୍ପ ବୋଲାଇଲା। ତୃତୀୟ ଋଷି ସ୍ୱର୍ଗେ ହରି ନାରଦ ମୁନି ରୂପ ଧରି। ବିଷ୍ଣୁ ଭକତ ଜନହିତ ନିଷ୍କାମ ଶାସ୍ତ୍ର କଲେ ଉକ୍ତ। ଚତୁର୍ଥେ ଧର୍ମ ପତ୍ନୀ ମୂର୍ତ୍ତି ଗର୍ଭୁ ହୋଇଲେ ଉତପତି। ସେ ରୂପ ନର ନାରାୟଣ ସଞ୍ଚିଲେ ଧର୍ମ ଆଚରଣ। ତପ ସାଧିଲେ ଦୃଢ଼ ଚିତ୍ତେ ସୃଷ୍ଟି କଳ୍ପନା ଅଭିମତେ। ପଞ୍ଚମେ ସିଦ୍ଧ ଅବତାରେ ଜନ୍ମିଲେ କର୍ଦ୍ଦମର ଘରେ। ନାମେ ସେ କପିଳ ବୋଲାଇ ପିତା ମାତାଙ୍କୁ ଜ୍ଞାନ କହି। ଷଷ୍ଠେ ସେ ଅତ୍ରି ପୁତ୍ର ହୋଇ ଅନୁସୟାଙ୍କୁ ମାତା ପାଇ। ଜନ୍ମିଲେ ଦତ୍ତାତ୍ରେୟ ରୂପେ ଅଳର୍କେ ଜ୍ଞାନ ଶାସ୍ତ୍ର କଳ୍ପେ। ପ୍ରହଲ୍ଲାଦ ଆଦି ଦୈତ୍ୟଗଣେ ଜ୍ଞାନ କହିଲେ ଜଣେ ଜଣେ। ସପ୍ତମେ ଯଜ୍ଞ ରୂପ ଧରି ଆକୁତି ଗର୍ଭେ ଅବତରି। ଯମାଦି ସୁର ଗଣ ତୁଲେ ସ୍ୱୟଂଭୂ ମନ୍ୱନ୍ତ୍ର ପାଳିଲେ। ଅଷ୍ଟମେ ନାଭି ଗୃହେ ଜାତ ଋଷଭ ମେରୁ ଦେବୀ ସୁତ। ଅତି କଠୋର ତପ କଲେ ଜ୍ଞାନୀଙ୍କି ପଥ ଦେଖାଇଲେ। ନବମେ ପୃଥୁ ରୂପ ଧରି ବଳେ ଦୁହିଁଲେ ବସୁନ୍ଧରି। ବଳେ ଧରଣୀ କଲେ ସମ ନାମ ବହିଲେ ଉଷୋତ୍ତମ। ଦଶମେ ମତ୍ସ୍ୟ ରୂପ ହୋଇ ନାବେ ଔଷଧି ବୀଜ ବହି। ପ୍ରଳୟ ଜଳ ବିହରିଲେ ରବି କୁମର କୁରଖିଲେ।
ଏକାଦଶରେ ଚକ୍ରଧର ଯେ ରୂପେ ଜନ ଉପକାର। ଇନ୍ଦ୍ରର ଅର୍ଥେ ଦେବାସୁରେ କ୍ଷୀର ସମୁଦ୍ର ମନ୍ଥିବାରେ। ସେ ବିଭୁ କୁର୍ମ ରୂପ ହୋଇ ମନ୍ଦରଗିରି ପୃଷ୍ଠେ ବହି। ଦ୍ୱାଦଶ ସର୍ଗେ ବିଶ୍ୱକଳ୍ପେ ଜନ୍ମିଲେ ଧନ୍ୱନ୍ତରୀ ରୂପେ। ଅମୃତ କ୍ଷୀରାର୍ଣ୍ଣବୁ ଆଣି ଦେବଙ୍କୁ ପିଆଇଲେ ପୁଣି। ମୋହିନୀ ରୂପେ ତ୍ରୟୋଦଶେ ଅସୁର ମୋହେ କାମ ବସେ। ଚତୁର୍ଦ୍ଦଶେ ନୃସିଂହ ବପୁ ବିଦାରେ ହିରଣ୍ୟକଶିପୁ। ବାମନ ରୂପେ ପଞ୍ଚଦଶେ ବଳିକି ଛଳିଲେ ବିଶ୍ୱାସେ। ଷୋଡ଼ଶ ଅବତାରେ ହରି ପରଶୁରାମ ରୂପ ଧରି। ପିତାବଧରେ ଅହଙ୍କାରେ ଧରଣୀ ଏକବିଂଶ ବାରେ। ଭ୍ରମିଲେ ମହାକପାନଳେ ରାଜାଙ୍କୁ ଧରି ବାହୁବଳେ। ଦୁଷ୍ଟ କ୍ଷତ୍ରିଙ୍କ କାଟି ମୁଣ୍ଡ ରୁଧିରେ ପୂର୍ଣ୍ଣ କରି କୁଣ୍ଡ। ତର୍ପଣ କଲେ ପିତୃଗଣେ ତପେ ରହିଲେ ଘୋର ବନେ। ସପ୍ତଦଶେ ବେଦବ୍ୟାସ ଜନ୍ମିଲେ ପରାଶର ଅଂଶ। ନିଗମ ବୃକ୍ଷ ଥିଲା ଏକ ବିଚାରି କଲେ ଶତ ଶାଖ। ପ୍ରାଣୀଙ୍କି ଦେଖି ଅଳ୍ପ ବୁଦ୍ଧି ଯେ ଧର୍ମେ ସଂସାର ପ୍ରବୋଧି। ସେ ପୁଣି ଦିବାକର ବଂଶେ ଶ୍ରୀରାମଚନ୍ଦ୍ର ଅଷ୍ଟାଦଶେ। ଜଳଧି ବାନ୍ଧି ସୀତା ଛଳେ ଲଙ୍କା ଧ୍ୱଂସିଲେ ଭୁଜ ବଳେ। ରାବଣ ମାରି ଦେବରାଜ ସାଧନ କଲେ ଦେବ କାର୍ଯ୍ୟ। ଊନବିଂଶତି ବିଂଶେ ହରି ଯାଦବ ବଂଶେ ଅବତରି। କୃଷ୍ଣ ସ୍ୱରୂପେ ରାମ ତୁଲେ ଅବନୀ ଭାରା ଉଶ୍ୱାସିଲେ। କଳିୟାଗମେ ଭାବଗ୍ରାହୀ ପାଷଣ୍ଡ ଜନ ମନ ମୋହି। ବୁଦ୍ଧ ସ୍ୱରୂପ ଅବତାରେ ଜନ୍ମିବେ କିକଟ ନାଗରେ। ଜ୍ଞାନ ଉଦ୍ଦେଶ୍ୟେ ଭଗବାନ ମୋହିବେ ଅସୁରଙ୍କ ମନ। ଏମନ୍ତେ ଜନ୍ମ ଏକବିଂଶ ସୁଜନ ହିତେ ହୃଷିକେଶ। ସେ ପୁଣି କଳି ଯୁଗ ଅନ୍ତେ ରାଜାଙ୍କୁ ଦେଖି ଏ ଜଗତେ। ନିର୍ଦ୍ଦୟ ହୃଦେ ପ୍ରଜା ମାରି ଧନ ଜୀବନ ନିଅନ୍ତି ହରି। ସକାଳେ ବିଷ୍ଣୁ ଯଶା ଘରେ ଜନ୍ମିବେ କଳ୍କି ଅବତାରେ। ମନହୁଁ ବେଗ ବଳବନ୍ତ ଅଶ୍ୱ ଆରୋହୀ ଜଗନ୍ନାଥ। ନନ୍ଦକ ଝଡ଼୍ଗ କରେ ଧରି ଦୁଷ୍ଟ ରାଜାଙ୍କୁ ବେଗେ ମାରି। ଅଳପ ପ୍ରଜା ଜନ ଶେଷ ରଖିବେ ପ୍ରଭୁ ପୀତବାସ। ଶେଷତ୍ୱ ନିଧି ମାୟାଧର ଅସଂଖ୍ୟ କରେ ଅବତାର। ଯଥା ଜିମୁତ ବୃଷ୍ଟି ଜଳେ ସହସ୍ର ନଦୀ ମୋହି ତଳେ। ଋଷି ଦେବତା ମନୁ ରାଜା ଯେ ମନୁ ପୁତ୍ରେ ମହାତେଜା। ଏ ଆଦି ଯେତେ ପ୍ରଜାପତି ବିଷ୍ଣୁର ଅଂଶେ ଜାତ ହନ୍ତି। କେ ଅଂଶ କେବା କଳା ହୋଇ ବିଭୂତି ଗୁଣେ କେ ଜନ୍ମାଇ। ସକଳ ଅବତାର ସାର କିଏ ବା ଦେବା ପଟାନ୍ତର। ନୀଳ ଜିମୁତ ଚକ୍ରଧର ସ୍ୱୟଂ ଶ୍ରୀକୃଷ୍ଣ ଅବତାର। ଏମନ୍ତେ ନାନା ରୂପ ଧରି ସଂସାରେ ରମେ ନର ହରି। ଦୁଷ୍ଟଙ୍କ ତେଜ ବଳ ହରି ସଂସାର ରଖେ ଦଇତାରି। କୃଷ୍ଣର ଜନ୍ମ କର୍ମ ବାଣୀ ଯେ ଏହା ଏକ ମନେ ଗୁଣି। ରାତ୍ର ଦିବସ ମଧ୍ୟେ ଯେବେ କାଳ ବଞ୍ଚଇ ଭକ୍ତି ଭାବେ। ସେ ଦୁଃଖ ସଙ୍କଟୁ ତରନ୍ତି ଜନ୍ମ ମରଣେ ନାହିଁ ଭ୍ରାନ୍ତି। ଏମନ୍ତେ ନାନା ରୂପ ଯେତେ ବିଷ୍ଣୁ ଧରନ୍ତି ଏ ଜଗତେ। ସ୍ୱଭାବେ ରୂପ ତାର ନାହିଁ ନିର୍ଲେପ ନିରଞ୍ଜନ ସେହି। ମାୟାର ଗୁଣେ ବିରଚିତ ମହତ ଆଦିରୁ ସମ୍ଭୂତ। ଯେମନ୍ତେ ମେଘ ଶୂନ୍ୟେ ଥାନ୍ତି ପବନ ବଳେ ସେ ଉଡ଼ନ୍ତି। ପାର୍ଥିବ ରେଣୁ ଏ ଯେମନ୍ତେ ଉଡ଼ନ୍ତି ପବନ ବିଘାତେ। ଆକାଶ ଧୂସର ଦିଶଇ ନାନା ବର୍ଣ୍ଣରେ ଆଭାସଇ। ତାହାକୁ ଦୃଷ୍ଟି ଭେଦେ ଦେଖି ଯେ ସତ୍ୟ ପ୍ରାୟେ ଉପଲକ୍ଷୀ। ସେ ରୂପେ ଆତ୍ମାରେ ଶରୀର କଳ୍ପନା କରନ୍ତି ଯେ ନର।
ତାହାଙ୍କୁ ବୋଲି ଜ୍ଞାନହୀନ ଏବେ ମୁନି ଗଣେ ଶୁଣ। ସ୍ୱଭାବେ ଦୃଶ୍ୟ ବସ୍ତୁ ନହେ ଗୁଣ ଆବୋରି ଦେହ ବହେ। ଏଣୁ ସେ ଜୀବ ରୂପ ବହି ଜନ୍ମ ମରଣ ପଥେ ଥାଇ। ଏ ସ୍ଥୂଳ ସୂକ୍ଷ୍ମ ରୂପ ଯେତେ ସମ୍ଭବେ ବିଷ୍ଣୁ ମାୟାଗ୍ରସ୍ତେ। ଆତ୍ମାରେ କଳ୍ପିତ ଶରୀର ଏ ତତ୍ତ୍ୱେ ବ୍ରହ୍ମର ବିଚାର। ମାୟା ମିଶ୍ରିତ ମତି ଯେବେ ନିରସ୍ତ ହୋଇ ଜ୍ଞାନ ଭାବେ। ତେବେ ଆତ୍ମାରେ ଆତ୍ମା ଦେଖି ନିର୍ମଳ ମହିମା ନିରେଖି। ଏ ମାୟା ଈଶ୍ୱରୁ ପ୍ରକାଶ ଯେବେ ସେ ହୁଅଇ ବିନାଶ। ପରମାନନ୍ଦ ରୂପେ ଚିତ୍ତ ତେବେ ସେ ହୁଅଇ ଭାବିତ। ତହୁଁ ସମ୍ପନ୍ନ ବ୍ରହ୍ମଜ୍ଞାନ ଜାଣଇ ତତ୍ତ୍ୱ ଜ୍ଞାନୀ ଜନ। ଯାହାର ଜନ୍ମ କର୍ମ ନାହିଁ ବେଦର ଗୂଢ଼ ତତ୍ତ୍ୱ ଯେହି। ତାହାର ଜନ୍ମ କର୍ମମାନ କବିଏ କରନ୍ତି ବର୍ଣ୍ଣନ। ସ୍ୱଭାବେ ଯାର ଜନ୍ମ ନାହିଁ ବିଚାର କରିବ ତା କେହି। ଅମୋଘ ଲୀଳ ନରହରି ଆତ୍ମାରେ ବିଶ୍ୱ ମାୟା କରି। ବ୍ରହ୍ମାଣ୍ଡ ସୃଜଇ ପାଳଇ ଅନ୍ତେ ଆପଣେ ସଂହାରଇ। ପ୍ରାଣୀଙ୍କ ମଧ୍ୟେ ଆତ୍ମତନ୍ତ୍ରେ ଷଡ଼ବର୍ଗୀ ଭୋଗ କରେ ନିତ୍ୟେ। ଏଣୁ ଈଶ୍ୱର ସେ ବୋଲାଇ କିବା ଉପମା ଦେବି ମୁହିଁ। ଈଶ୍ୱର ଲୀଳା କର୍ମ ଯେତେ କେ ଜାଣିପାରେ ତର୍କ ମତେ। ଏହାର ଅଛି ଯେତେ ନାମ ସ୍ୱଭାବେ ଯେତେ ରୂପ ଗୁଣ। ଅଜ୍ଞାନୀ କେ ଜାଣିବ ତାହା ଦୂରଧିଗମ୍ୟ ବିଷ୍ଣୁ ମାୟା। ନଟ ଯେ ସନେ ମାୟା କରି ମୋହଇ କୁହୁକ ବିସ୍ତାରି। ସେ ଚକ୍ର ପାଣିର ଚରିତ କେ ଜାଣିପାରେ ତାର ତତ୍ତ୍ୱ। ସେ ହରି ପାଦ ପଦ୍ମ ଗନ୍ଧ ଯେ ନିତ୍ୟେ ପିଏ ମକରନ୍ଦ। ହିଂସା କପଟ ଦୂରେ ତେଜି ସର୍ବାନୁକୂଳେ କୃଷ୍ଣ ଭଜି। ଭକତି ଭାବେଣ ଭଜନ୍ତି ସେ କୃଷ୍ଣ ମହିମା ଜାଣନ୍ତି। ଧନ୍ୟ ଜୀବନ ତାହାଙ୍କର ଯେ ହରି ଚରଣେ କିଙ୍କର। ସର୍ବ ଆତ୍ମାକୁ ଆତ୍ମ ଭାବେ ଭଜନ୍ତି ନିତ୍ୟେ ବାସୁଦେବେ। ଏମନ୍ତ ଭାବେ ଯେ ଭଜଇ ଏ ମାୟା ତାକୁ ନ ଲାଗଇ। ଏ ଯେ ପୁରାଣ ଭାଗବତ ନିର୍ମଳ ପଦ ବିଷ୍ଣୁ ତତ୍ତ୍ୱ। ବିଷ୍ଣୁ ଚରିତ ପରଶଂସି ପ୍ରକାଶ କଲେ ବ୍ରହ୍ମ ଋଷି। ଜୀବର ମୋକ୍ଷ ଫଳ ଅର୍ଥେ ଧନ୍ୟ ମଙ୍ଗଳ ଏ ଜଗତେ। ସର୍ବନିଗମ ଇତିହାସେ ସାର ଉଦ୍ଧାରି ମନ ତୋଷେ। ଆତ୍ମଜ୍ଞାନୀଙ୍କ ମଧ୍ୟେ ବର ଯେ ଶୁକ ରୂପେ ଅବତାର। ତାହାଙ୍କୁ ଭାଗବତ ଦୀକ୍ଷା ଦେଇ କହିଲେ ଆତ୍ମଶିକ୍ଷା। ସେ ପୁଣି ପରୀକ୍ଷିତ ଆଗେ କହିଲେ ଆତ୍ମ ଅନୁରାଗେ। ବ୍ରାହ୍ମଣ ସାପେ ସେ ବିକଳେ ନିବାସ କରି ଗଙ୍ଗା କୂଳେ। ପରମ ଋଷି ମେଳେ ଥାଇ କୃଷ୍ଣ ଚରଣେ ମନ ଦେଇ। ଏ ଭାଗବତ ଶାସ୍ତ୍ର ଶୁଣି ତରିଲା ଭବ ତରଙ୍ଗିଣୀ। ଶ୍ରୀକୃଷ୍ଣ ଗଲେ ନିଜ ଧାମ ସଙ୍ଗତେ ଘେନି ଜ୍ଞାନ ଧର୍ମ। ଏ କଳି ଯୁଗେ ଯେତେ ନରେ ପଡ଼ିବେ ମାୟା ଅନ୍ଧକାରେ। ତାହାଙ୍କୁ ତପନ ଉଦିତ ହୋଇବ ଭାବେ ଭାଗବତ। ରାଜା ସଙ୍ଗତେ ଗଙ୍ଗା ତଟେ ଅନେକ ଋଷିଙ୍କ ନିକଟେ। ଏ ଭାଗବତ ତତ୍ତ୍ୱବାଣୀ ଶୁକ ମୁନିଙ୍କ ମୁଖୁ ଶୁଣି। ଜାଣିଲି ଶୁକ ଅନୁରାଗେ ଏବେ କହିବା ତୁମ୍ଭ ଆଗେ। ଏ ଭାବେ ଚିନ୍ତି ନରହରି ଘର ସଂସାରୁ ଯିବା ତରି। ବୋଲାଇ ବିପ୍ର ଜଗନ୍ନାଥ ସୁଜନ ହିତେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ଭଗବଦବତାର ବର୍ଣ୍ଣନଂ ନାମ ତୃତୀୟ ଅଧ୍ୟାୟ।